नमस्कार दर्शक बंधु जय जगन्नाथ मु आपन प्रिय टीटू भाई मो चैनल तरफ आपन बहुत बहुत स्वागत करुच्ची। बर्तमान आम आस मकर मेला आम गाँव जो आराध्य देवी वनदेवी माँ पणसई पीठ बर्तमान आम बुलवा आज देखा मकर मेला बुलवा आउ सप्तांग जोगपीठ तो देखे देचे तापर भोजी भात खाइबा संध्या हेले घर को जीवा। भाई आमर ये ग्राम देवी कहले चले ग्रामर प्रत्यक्ष देवी किंतु आंक ना पणसई आगुरु जन्म जन्मरू आम जन्म हो नाला ठाकुर पूर्वर अच्छा तापर आम जो जन्म हलु आम जन्म होगापर आम देखिलु जे पणसई नाम प्रत्यक्ष देवी भाव में पूजा पाऊले तापर आमको जिते आम जो बड़ हलु मेट्रिक परीक्षा देलु तापर कौन है समस्ते देखिले
ଆମର ଏଇ ମନ୍ଦିରଟାକୁ ଟିକେ ଉନ୍ନତି କରିବା। ତାପରେ ଉନ୍ନତି କରୁ କରୁ ସବୁ ଗାଁର ଶ୍ରମ, ଲୋକମାନଙ୍କର ପରିଶ୍ରମ, ଆମର ଏଠି ସମସ୍ତଙ୍କର ଯିଏ ଯେଉଁ ବାଟରେ ହେଉ ଟିକେ ସାହାଯ୍ୟ ସହାନୁଭୂତିରୁ ଦେବା ଫଳରେ ଧୀରେ ଧୀରେ ଆର ଉନ୍ନତି ହେଲା। ଉନ୍ନତି ହେବା ଫଳରେ ଏ ପର୍ଯ୍ୟନ୍ତ ଯେତିକି ହେଇଛି ଠାକୁରଙ୍କ କରୁଣାରୁ ଏସବୁ ହେଇଛି, ମାଙ୍କ କରୁଣାରୁ ସବୁ। ହଁ, ତେଣୁ ଦେଖିବା ଆମକୁ ପ୍ରତିବର୍ଷ ଏମିତି ଧୁମଧାମରେ ପୂଜା ହୁଏ। ପ୍ରତିବର୍ଷ ଏଇଭଳିଆ ପୂଜା ହୁଏ। ଯଦି ଏମିତି ଚାଲିବ ଆଗକୁ ଠାକୁରଙ୍କର ଉନ୍ନତି ହେବା ସହ ଆମେ ଏଟାକୁ ଗୋଟେ ପର୍ଯ୍ୟଟନ ସ୍ଥଳୀ ଆକାରରେ ଆଖ୍ୟା ଦିଆଯିବ। ଗଭର୍ଣ୍ଣମେଣ୍ଟରୁ କିଛି ଯଦି ସରକାରୀ ପ୍ରୋତ୍ସାହନ ରାଶି କିଛି ମିଳନ୍ତା, ସରକାରୀ ପ୍ରୋତ୍ସାହନ ମିଳିଲେ ଆମେ ଟିକେ ଖୁସି ହୁଅନ୍ତୁ। ଏଇଟା ଆମ ନିବେଦନ ମାଙ୍କ କତିରେ। अरे आउ दरकार की पिला ତମେ ଝିଅ କାନ୍ଦୁଛି ତମର ଘରୁ ମତେ ଫୋନ କରୁଥିଲେ ସେ କାନ୍ଦିଆ ତମେ କୋଉଠି ଦେଖିକି ପଳାଇଛ କହିକି ଟିପୁ ଭାଇ ଟିପୁ ତୁ ତ ପଳେଇବୁ ଆଉ ଚିନ୍ତା କରୁଛୁ ପିଲା କଥା ଥଣ୍ଡା ହଉ ବସିଥା ନିଜେ ରହିପାରିବୁନି ପଚାଶ ପିଲା এই সংক্রান্তিরে আমার জন মহাপুরুষ জন্ম হয়েছিলেন তাহা না হচ্ছে ব্যাসকবি ফকীরমোহন সেনাপতি এবং সে সংক্রান্তিরে জন্ম এবং সংক্রান্তিরে মধ্যে সে দেহত্যাগ করে তেণুকরি তাঁর সংক্রান্তি পুরুষ বলে কুহযায়। সেমতি এই মকর সংক্রান্তি দিন ঠাকুরଙ୍କ বিভিন্ন ସ୍ଥଳୀମାନଙ୍କରେ ପୂଜାପାଠ କରାଯାଏ। ଲୋକମାନେ ଆନନ୍ଦ ଉତ୍ସାହରେ ପର୍ବକୁ ପାଳନ କରନ୍ତି ଏବଂ ଠାକୁରଙ୍କ ପ୍ରସାଦ ସେବନ କରି ଇନ୍ଦାପୁର ଯାଆନ୍ତି। ଆମ ଗାଁରେ ଅଁଳାଝରି ପଣସିଉଡ଼ି ମଧ୍ୟ ସେଇଭଳିଆ କୁହାଯାଏ। ପାଖ ସପ୍ତାଙ୍ଗ ଯୋଗପୀଠରେ ମଧ୍ୟ ବହୁତ ଦର୍ଶକମାନେ ଆସନ୍ତି, ଠାକୁରଙ୍କ ପ୍ରସାଦ ପାଆନ୍ତି ଏବଂ ଆନନ୍ଦ ଉଲ୍ଲାସରେ ଏ ପର୍ବକୁ ଉପଭୋଗ କରନ୍ତି। କରି ସନ୍ଧ୍ୟା ସମୟରେ ଘରକୁ ନିଜ ଘରକୁ ପ୍ରତ୍ୟାଗମନ କରନ୍ତି। ଏହା ହେଉଛି ଆମ ଏଇ ପାଖାପାଖି ଏମିତି ପ୍ରତିବର୍ଷ ଚାଲିଛି। ଲୋକମାନେ ଏହାକୁ ବହୁତ ଉପଭୋଗ କରନ୍ତି। ଭାଇ ଭଲ ଅଛନ୍ତି? ହଁ ଭାଇ ଅଛି। କେମିତି କ'ଣ କାମ ସବୁ ଚାଲିଛି? ସେବକ ଅଛନ୍ତି, ମାଙ୍କ ସେବକ ଅଛନ୍ତି। ମକର ସଂକ୍ରାନ୍ତି ମାନେ ଖାଇକି ଆସିଲେ ଦିଆ ଏଇସବୁ ଆୟୋଜନ କେବେଠୁ ଚାଲିଲାଣି? ବହୁତ ଦିନ ଭାଇ କେମିତି ଅଛନ୍ତି? କେମିତି ଅଛନ୍ତି? ଭଲ ଅଛି। ଭଲ ଅଛନ୍ତି। କ'ଣ କେମିତି ମାଆଙ୍କର ସବୁ କାର୍ଯ୍ୟକ୍ରମ ସବୁ ଠିକ୍ ଠାକ୍ ଚାଲିଛି। ମାଆଙ୍କ ଦେହରେ ସବୁ ଠିକ୍ ଠାକ୍ ଚାଲିଛି। ବଣରେ ବୁଲୁଛ କେମିତି ଲାଗୁଛି? ବଣଭୋଜିର ମଜା? କୋଳି ଖାଇଲଣି? ହଁ, ମକର ଚାଉଳ ଖାଇଲଣି? ହଁ, କିଛି ଖାଇନ?
ଦେଖିଆ ପଚାରିବା ମକରରେ କେମିତି କ'ଣ କରୁଛନ୍ତି ଆଉ ବଣ ବୁଲିଲେଣି କି ନାହିଁ ଆଉ କେମିତି କ'ଣ ଏନ୍ଜୟ କରୁଛନ୍ତି ସେ ବିଷୟରେ ପଚାରିବା। ଆଉ ଭାଇ କେମିତି ଅଛ? ଭଲରେ ଅଛୁ। ଭଲ ଅଛ? ଆଉ କ'ଣ କେମିତି କଲଣି? କେତେବେଳେ ଆସିଲଣି ଏଠି? ଆସିଲୁ 3ଟା ବେଳୁ। 3ଟା ବେଳେ ଆସିଲାଣି। ଆଉ ବର୍ତ୍ତମାନ ପାଇଁ ନା କ'ଣ କାର୍ଯ୍ୟକ୍ରମ ରହିଛି? କୁଆଡ଼େ ଘରକୁ ଯିବ ନା? ଠାକୁରଙ୍କୁ ଏଠି ଦର୍ଶନ କଲୁ, ତାପରେ ସେଠି ଯାଇ ସପ୍ତାଙ୍ଗ ଯୋଗାପୀଠ ସେଠି ବୁଲିକି ଆସିଲୁ। ସବୁ ପ୍ରତିବର୍ଷ ଏଠି ବି ଏଇଭଳି ଭରପୁର ଦର୍ଶକ ହୁଅନ୍ତି। ହଁ, ଆଉ ବହୁତ ଭଲ ଲାଗୁଛି ବୁଲିବା ଦ୍ୱାରା ଏ ପ୍ରାକୃତିକ ପରିବେଶକୁ ଉପଭୋଗ କରୁଛୁ। ହଁ। ଗୋଟେ କଥା ହେଉଛି କ'ଣ, ଦିନକୁ ଦିନ ଏଇ ଯେଉଁ ଜଙ୍ଗଲ ପରିବେଶ ନଷ୍ଟ ହେବାକୁ ବସିଲାଣି। ବର୍ତ୍ତମାନ ପାଇଁ ଦେଖନ୍ତୁ 2000 କଥା ଛାଡ଼ନ୍ତୁ, ବର୍ତ୍ତମାନ ପାଇଁ 1999 ମସିହାରେ ଯେତିକି ଜଙ୍ଗଲ ଥିଲା ଆମ ଗାଁରେ ତାକୁ ଧୀରେ ଧୀରେ କମି ଆସିଲାଣି। ଦର୍ଶକ ବନ୍ଧୁ, ବର୍ତ୍ତମାନ ପାଇଁ ଆପଣ ଟିକେ ମୁଁ ଗୋଟେ କଥା କହୁଛି ଯେ ଜଙ୍ଗଲ ଦିନକୁ ଦିନ ନଷ୍ଟ ହୋଇଯାଉଛି, ତେଣୁକରି ସେଇଟାକୁ କେମିତି କ'ଣ କଲେ ରୋକାଯାଇପାରିବ। ଧୀରେ ଦିନକୁ ଦିନ ସମସ୍ତେ ଜଙ୍ଗଲ ଯେଉଁ ଘର ଥିଲା ଜଙ୍ଗଲରେ, ବର୍ତ୍ତମାନ ପାଇଁ ଜଙ୍ଗଲ ହେଲାଣି ଘର। ଦର୍ଶକ ବନ୍ଧୁ, ଏଇଟା ଟିକେ ଧ୍ୟାନ, ମୁଁ ଯେଉଁ କଥାଟା କହୁଛି ଟିକେ ଭିତରକୁ ନିଅନ୍ତୁ, ମୋ ହୃଦୟ ଭିତରକୁ ନିଅନ୍ତୁ। ମୁଁ କେତେ ଦୂର ସତ କେତେ ଦୂର ମିଛ କହୁଛି ସେଇଟା ଟିକେ ବୁଝିବେ। ଜଙ୍ଗଲ ଆମର ରୋକିବାର ମୁଖ୍ୟ କାରଣ ହେଉଛି ଜନସଚେତନ। ଯେପର୍ଯ୍ୟନ୍ତ ଜନତା ସଚେତନ ରହିଛନ୍ତି ସେ ପର୍ଯ୍ୟନ୍ତ ଜଙ୍ଗଲ ରୋକାଯାଇପାରିବନି। ଆମେ ନିଜକୁ ନିଜେ ଭାବିବା ଜଙ୍ଗଲ ହେଉଛି ଆମ ଘର, ଆମ ବନ୍ଧୁ, ଏ ବୃକ୍ଷଲତା ଆମର ବନ୍ଧୁ ଆମେ ଭାବିଲେ ତାହେଲେ ଯାଇକି ଏ ପରିବେଶ ସୁନ୍ଦର ରହିପାରିବ, ଗଛ ଭଲ ବଢ଼ିପାରିବ। ପରସ୍ପର ଭିତରେ ଗୋଟେ ଭଲ ଚିନ୍ତାଧାରା ରହିଲେ ଆମେ ଠିକ୍ ପଥରେ ଆଗେଇ ପାରିବା। ଥ୍ୟାଙ୍କ ୟୁ।